ଆଜିର ପ୍ରସଙ୍ଗରେ ଶୁଣନ୍ତୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ ପୂରିଲା 10 ବର୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ସାଧାରଣ ନାଗରିକଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ଏବଂ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାକୁ ଆଜି 10 ବର୍ଷ ପୂରଣ ହୋଇଛି। 2015 ମସିହା ଆଜିର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର କୋଲକାତାଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନା ଭଳି ତିନୋଟି ସାମାଜିକ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଆଜିର ଦିନରେ ଶୁଭାରମ୍ଭ କରିଥିଲେ। ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଏହି ତିନୋଟି ଯାକ ଯୋଜନା ଅପ୍ରତ୍ୟାଶିତ ପରିସ୍ଥିତି ଏବଂ ଆର୍ଥିକ ଅନିଶ୍ଚିତତା ଠାରୁ ଜୀବନକୁ ସୁରକ୍ଷିତ ରଖିବାର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି। ଦେଶର ଅଣସଂଗଠିତ ବର୍ଗର ଲୋକ ଯେପରି ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରହିବେ ତାହା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଜାତୀୟ ଆର୍ଥିକ ଅନ୍ତର୍ଭୁକ୍ତିକରଣ ମିଶନ ଭାବେ ଏହି ଯୋଜନାଗୁଡ଼ିକୁ ପ୍ରଣୟନ କରାଯାଇଛି। ଦରିଦ୍ର ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ଅତ୍ୟାବଶ୍ୟକ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୂଳ ଲକ୍ଷ୍ୟ। ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ ପାଇଁ ମଧ୍ୟ ସରକାର ସରଳୀକରଣ ପଦ୍ଧତି ପ୍ରବର୍ତ୍ତନ କରିଛନ୍ତି। ଏନେଇ ଜନସଚେତନତା ବୃଦ୍ଧି ପାଇଁ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଲକ୍ଷ୍ୟଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ହେଉଛି ଏକ ବର୍ଷିକିଆ ଯୋଜନା ଯାହା ପ୍ରତ୍ୟେକ ବର୍ଷ ଅର୍ଥରାଶି ଗ୍ରହଣ ମାଧ୍ୟମରେ ପୁନଃ କାର୍ଯ୍ୟକ୍ଷମ ହୋଇଥାଏ। କୌଣସି କାରଣବଶତଃ ହିତାଧିକାରୀଙ୍କର ମୃତ୍ୟୁ ହେଲେ ଏଥିପାଇଁ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18ରୁ 50 ବର୍ଷ ବୟସ୍କ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଏହି ଯୋଜନାରେ ପଞ୍ଜୀକୃତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2 ଲକ୍ଷ ଟଙ୍କା ମିଳିଥାଏ। ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରତ୍ୟେକ ବର୍ଷ କାର୍ଯ୍ୟକ୍ଷମ ହେଉଥିବା ଏକ ଦୁର୍ଘଟଣାଜନିତ ବୀମା ଯୋଜନା। ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ଭିନ୍ନକ୍ଷମ ପାଇଁ ଏଥିରେ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି। ବ୍ୟାଙ୍କ କିମ୍ବା ଡାକଘରେ 18ରୁ 70 ବର୍ଷ ବୟସ୍କ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରେ ନାମ ପଞ୍ଜୀକରଣ କରିପାରିବେ। ବାର୍ଷିକ 20 ଟଙ୍କା ପ୍ରିମିୟମ ବଦଳରେ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ପାଇଁ 2 ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଥାଏ। ତେବେ ଆଂଶିକ ଭିନ୍ନକ୍ଷମ କ୍ଷେତ୍ରରେ ଅର୍ଥରାଶି 1 ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିଥାଏ। ଏହି ଯୋଜନା ଅଧୀନରେ ଗତ ମାର୍ଚ୍ଚ 19 ତାରିଖ ସୁଦ୍ଧା 50,54 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପଞ୍ଜୀକୃତ ହୋଇଛନ୍ତି। ଏହା ଏହି ଯୋଜନାର ବ୍ୟାପକତାକୁ ଦର୍ଶାଉଛି। ଗତ ବର୍ଷ ମେ ମାସ ସୁଦ୍ଧା ଏହି ଯୋଜନା ଅଧୀନରେ 377,64 ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଗରିବ, ଅବହେଳିତ ଏବଂ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଏକ ସାର୍ବଜନୀନ ସାମାଜିକ ସୁରକ୍ଷା ବ୍ୟବସ୍ଥା ଲକ୍ଷ୍ୟରେ ଅଟଳ ପେନ୍ସନ୍ ଯୋଜନାକୁ ଆରମ୍ଭ କରାଯାଇଥିଲା। ଅଣସଂଗଠିତ କ୍ଷେତ୍ରର ଲୋକମାନଙ୍କ ପାଇଁ ଆର୍ଥିକ ନିରାପତ୍ତା ଏବଂ ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ପେନ୍ସନ୍ ବ୍ୟବସ୍ଥାର ସାମଗ୍ରିକ ପ୍ରଶାସନିକ ଓ ସଂସ୍ଥାଗତ ଢାଞ୍ଚା ଅଧୀନରେ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା ଅଟଳ ପେନ୍ସନ୍ ଯୋଜନା ପରିଚାଳିତ ହୋଇଥାଏ। 18ରୁ 40 ବର୍ଷ ବୟସ୍କ ସମସ୍ତ ବ୍ୟାଙ୍କ ଖାତାଧାରୀ ଏହି ଯୋଜନାରେ ସାମିଲ ହେବାର ବ୍ୟବସ୍ଥା ରହିଛି। ତେବେ ଆୟକରଦାତାଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ଗତ ଏପ୍ରିଲ ସୁଦ୍ଧା ଏହି ଯୋଜନାରେ 7,65,00,000 ଉପଭୋକ୍ତା ପଞ୍ଜୀକୃତ ହେବା ସହ ପାଖାପାଖି 46,000 କୋଟି ଟଙ୍କାର ପାଣ୍ଠି ସହିତ ଏହା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ଯୋଜନାର ପଞ୍ଜୀକୃତଙ୍କ ମଧ୍ୟରେ 48% ହେଉଛନ୍ତି ମହିଳା। ବାର୍ଦ୍ଧକ୍ୟ ଅବସ୍ଥାରେ ଏହି ଯୋଜନା ଅଧୀନରେ 1,000ରୁ 5,000 ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍ସନ୍ ପ୍ରଦାନର ବ୍ୟବସ୍ଥା ରହିଛି। ଏଥିରେ ସର୍ବନିମ୍ନ ସମୟ ଅବଧି 20 ବର୍ଷ ଧାର୍ଯ୍ୟ ହୋଇଛି। ଗତ ଆର୍ଥିକ ବର୍ଷରେ ଏହି ଯୋଜନାରେ ଜଡ଼ିତ ହୋଇଥିବା ଲୋକଙ୍କ ମଧ୍ୟରେ 55%ରୁ ଅଧିକ ମହିଳା ଅଛନ୍ତି। ସମସ୍ତଙ୍କ ପାଇଁ ପେନ୍ସନ୍ ଲକ୍ଷ୍ୟ ଦିଗରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଦେଶରେ ସୁରକ୍ଷିତ ଜୀବନ ଏବଂ ସୁରକ୍ଷିତ ଆର୍ଥିକ ବ୍ୟବସ୍ଥାକୁ ଏହି ତିନୋଟି ଯାକ ସାମାଜିକ ସୁରକ୍ଷା ଯୋଜନା ଗତିଶୀଳ କରିଛି। ତେବେ ଏବେ ମଧ୍ୟ ଏନେଇ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି। ଆସନ୍ତୁ ଏଥିପାଇଁ କାର୍ଯ୍ୟ କରିବା ଏବଂ ଅଧିକରୁ ଅଧିକ ଲୋକମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବା।